ଆଜି ରାତିରେ ତିର୍ନାଲି ଏକୁଟିଆ ଚାଲି ଯାଉଥିବ। ଦୁଇଟି ଗୁଣ୍ଡାମାନେ ଆସିକାରି କହିବେ, ଆରେ ମ୍ୟାଡ଼ାମ, ଏତେ ରାତିରେ ଏକୁଟିଆ ତୁମେ କୁଆଡ଼େ ଯାଉଛ? ତାପରେ କ'ଣ ହେବ? ଭବାନୀ ଦେବୀ କାନ୍ଦି କାନ୍ଦି କହିବେ, ଏଇ ଘର ଛାଡ଼ିକରି ମୁଁ ଚାଲି ଯାଉଛି। ମୁଁ ଯଦି ଚାଲିଯିବି ଏଇ ଘରର ସବୁ ଶାନ୍ତି ରହିବ। ମୋର ଚାଲିଯିବାଟା ହିଁ ଭଲ ହେବ। ମୋର ନିହାତି ଦରକାର। ତାପରେ ତେଜସ୍ କହିବେ, ତୁମେ ଏଇଠୁ କୁଆଡ଼େ ଯିବ ନାହିଁ ମା। ଏଇ ଘର ତୁମର। ଯିଏ ଏଇ ଘରର ଅଯୋଗ୍ୟ ସେ ହିଁ ଏ ଘରଠାରୁ ଚାଲିଯିବ। ତେଜସ୍ କହିବେ ତ୍ରିନାଲିକୁ, ମୋର ଆଖି ସାମ୍ନାରେ ତୁମେ ଚାଲିଯାଅ, ନହେଲେ ମୋର ହାତ ଉପରକୁ ଉଠିପାରେ, ଭୁଲରେ ବି ହୋଇପାରେ। ତାପରେ କାର୍ତ୍ତିକ ଆସିକରି କହିବ, ଭାଇ ତୁମେ ଟିକେ ନିଜକୁ ଟିକେ ସମ୍ଭାଳ। ଏଇ ସିଚୁଏସନକୁ ମୁଁ ସମ୍ଭାଳୁଛି। ଦେଖନ୍ତୁ ଭାଉଜ, ମୁଁ ତୁମକୁ ମା ବୋଲି ସମ୍ମାନ କରୁଥିଲି। ସେଥିପାଇଁ ତୁମକୁ ମୁଁ ଭାବି ମା ବୋଲି ସମ୍ମାନ କରେ। ଏବେ ସେଇ ଡାକରେ ମର୍ଯ୍ୟାଦା ଟିକେ ରଖିକରି କହୁଛି, ଦୟାକରି ତୁମେ ନିଜ ଇଚ୍ଛାରେ ଚାଲିଯାଅ। ଏଇ ଘରର କୃଷିକା ଓ ଭଲ ପାଇଁ ମୁଁ କହୁଛି, ପ୍ଲିଜ। ତ୍ରିନାଲି କହିବେ, ଅନ୍ୟମାନେ ମୋତେ ଜାଣିପାରିଲେ ନାହିଁ, ହେଲେ ମୋର କୃଷିକା ଓ ତେଜ ଡ୍ରାଇଭର ବି ମୋ କଥାକୁ ମିଛ ବୋଲି ମାନିନେଲେ। ଏଇ ସବୁକୁ ମୁଁ ସହିପାରିବି ନାହିଁ। ମୋର ନିଜର ଲୋକ ମୋତେ ଜାଣିପାରିଲେ ନାହିଁ। ମୋତେ ସେଇଥିପାଇଁ ଆଜିଠୁ ସବୁଦିନ ପାଇଁ ଏ ଘର ଛାଡ଼ି ଚାଲି ଯାଉଛି। କଂଗ୍ରାଚୁଲେସନ୍ ଭବାନୀ ଦେବୀ। ଆଜି ତୁମେ ଜିତି ଯାଇଛ, ମୁଁ ହାରିଯାଇଛି। ହେଲେ ମୋର ନିଜର ଲୋକଙ୍କ ଠାରୁ ମୁଁ ହାରିଯାଇଛି। ମୁଁ ତୁମରି ଠାରୁ ହାରି ନାହିଁ ଭବାନୀ ଦେବୀ। ଆଜି ତ୍ରିନାଲି ରାତିରେ ଯାଉଥିଲା ବେଳେ ଦୁଇଟି ଗୁଣ୍ଡାମାନେ ଆସିକରି କହିବେ, ଆରେ ମ୍ୟାଡ଼ାମ, ଏତେ ରାତିରେ ତୁମେ କୁଆଡ଼େ ଯାଉଛ? ତାପରେ ତେଜ ଆସିକରି ତ୍ରିନାଲିକୁ ଗୁଣ୍ଡାମାନଙ୍କ ଠାରୁ ବଞ୍ଚାଇ ନେବ।